ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ଭାରତର ସ୍ୱାଧୀନତା ସଂଗ୍ରାମ କଥା ଉଠିଲେ ଅନେକ ସ୍ଥାନର ନାମ ଆମ ମନକୁ ଆସେ, ହେଲେ ଓଡ଼ିଶାର ଉତ୍ତର ଉପକୂଳରେ ଥିବା ବାଲେଶ୍ୱର ଜିଲ୍ଲାର କାହାଣୀ ସମ୍ପୂର୍ଣ୍ଣ ରୂପେ ନିଆରା। ଏହା କେବଳ ଏକ ସାଧାରଣ ସ୍ଥାନ ନଥିଲା, ବରଂ ଏହା ଥିଲା ବିପ୍ଳବର ଏକ ପ୍ରଚଣ୍ଡ ଅଗ୍ନିକୁଣ୍ଡ। ମହାତ୍ମା ଗାନ୍ଧୀଙ୍କର ପ୍ରମୁଖ ଅହିଂସା ଆନ୍ଦୋଳନଗୁଡ଼ିକର ଏକ ମୁଖ୍ୟ କେନ୍ଦ୍ର ପାଲଟିଥିଲା ବାଲେଶ୍ୱର। ଆଜି ଆମେ ଜାଣିବା ଯେ ପ୍ରକୃତରେ କିପରି ଏକ ସାଧାରଣ ଜିଲ୍ଲା ସ୍ୱାଧୀନତାର ଜ୍ୱଳନ୍ତ ଅଗ୍ନିଶିଖାରେ ପରିଣତ ହେଲା। ଆଉ ଏହା ଚମତ୍କାର ଭାବରେ ଦର୍ଶାଉଛି ଯେ ବାଲେଶ୍ୱରର ଐତିହାସିକ ରୂପାନ୍ତର କେତେ ନାଟକୀୟ ଥିଲା। ଗୋଟିଏ ସମୟରେ ଏହା ସମୁଦ୍ରପଥ ଦେଇ ବାଣିଜ୍ୟ କାରବାର ପାଇଁ ଏକ ପ୍ରମୁଖ ଆନ୍ତର୍ଜାତିକ ବେପାର କେନ୍ଦ୍ର ଭାବେ ବେଶ୍ ପରିଚିତ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ଭୟଙ୍କର ରଣକ୍ଷେତ୍ରରେ ପରିଣତ ହେଲା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ନା? ଏହି ପରିବର୍ତ୍ତନ କେବଳ ଭୌଗୋଳିକ ନଥିଲା, ବରଂ ଏହା ଥିଲା ଏକ ବିଶାଳ ମାନସିକ ଏବଂ ଆଦର୍ଶଗତ ପରିବର୍ତ୍ତନ। ଆଜିର ଏହି ବିଶ୍ଳେଷଣରେ ଆମେ ମୁଖ୍ୟତଃ 5ଟି ବିଷୟ ଉପରେ ଆଲୋଚନା କରିବା। ପ୍ରଥମେ ଅଗ୍ନିକୁଣ୍ଡର ଜାଗରଣ, ତାପରେ ଦ୍ୱିତୀୟ ଦାଣ୍ଡି, ତୃତୀୟରେ ଓଡ଼ିଶାର ରକ୍ତତୀର୍ଥ, ଚତୁର୍ଥରେ ଗୀତ ଏବଂ ଖଣ୍ଡା ଏବଂ ଶେଷରେ ବାଲେଶ୍ୱରର ଏକ ଅତୁଟ ଐତିହ୍ୟ। ନାଗରିକ ଅମାନ୍ୟ ଆନ୍ଦୋଳନରୁ ଆରମ୍ଭ କରି ଚରମ ବଳିଦାନର ଏହି ଯାତ୍ରା ବେଶ୍ ରୋମାଞ୍ଚକର। ଠିକ୍ ଅଛି, ଆସନ୍ତୁ ପ୍ରଥମ ଅଧ୍ୟାୟ ଉପରେ ନଜର ପକାଇବା। ଅଗ୍ନିକୁଣ୍ଡର ଜାଗରଣ ଏବଂ ଗୋଟିଏ ଜିଲ୍ଲାର ରୂପାନ୍ତର। ଓଡ଼ିଶାର ଉତ୍ତର ଉପକୂଳରୁ ଆମର ଏହି କାହାଣୀ ଆରମ୍ଭ ହେଉଛି। ଏବେ ସିଧାସଳଖ ଆସିବା ଦ୍ୱିତୀୟ ଅଧ୍ୟାୟକୁ। ଦ୍ୱିତୀୟ ଦାଣ୍ଡି ବା ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ। କାହାଣୀ ଏବେ 1930 ମସିହା ଆଡ଼କୁ ଗତି କରୁଛି। ସମୟ ଥିଲା 1930 ମସିହା। ସମ୍ପୂର୍ଣ୍ଣ ଭାରତରେ ସେତେବେଳେ ଆଇନ ଅମାନ୍ୟ ଆନ୍ଦୋଳନର ନିଆଁ ଜଳୁଥାଏ। ଠିକ୍ ସେହି ସମୟରେ ବାଲେଶ୍ୱରର ଏକ ଛୋଟ ଉପକୂଳବର୍ତ୍ତୀ ଗାଁ ଇଞ୍ଚୁଡ଼ି ସମଗ୍ର ଓଡ଼ିଶା ପାଇଁ ଲବଣ ସତ୍ୟାଗ୍ରହର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଗଲା। ଏହି ଘଟଣାକୁ ଆମେ ଦ୍ୱିତୀୟ ଦାଣ୍ଡି କହୁ, ଆଉ ଏହି ନାମଟି ହିଁ ନିଜ ଭିତରେ ବହୁତ କିଛି ବୟାନ କରୁଛି। ହଜାର ହଜାର ସଂଖ୍ୟାରେ ସ୍ୱେଚ୍ଛାସେବୀମାନେ ଏକାଠି ହୋଇ ବ୍ରିଟିଶ ସରକାରଙ୍କର କଠୋର ଲୁଣ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କଲେ। ଏହା ଏତେ ବିଶାଳ ଆଉ ପ୍ରଭାବଶାଳୀ ଥିଲା ଯେ ଏହାକୁ ସିଧାସଳଖ ଗୁଜରାଟର ମୂଳ ଦାଣ୍ଡି ଯାତ୍ରା ସହିତ ତୁଳନା କରାଯାଏ। ବିନା କୌଣସି ଅସ୍ତ୍ରଶସ୍ତ୍ରରେ କେବଳ ଲୁଣ ମାରି ଗୋଟିଏ ବିଶାଳ ସାମ୍ରାଜ୍ୟବାଦୀ ସରକାରର ମୂଳଦୁଆର ଦୋହଲାଇ ଦେବା ସତରେ ଏକ ଅବିଶ୍ୱାସନୀୟ ପ୍ରୟାସ ଥିଲା। ଏବେ ଏଠାରେ ସବୁଠାରୁ ଆକର୍ଷଣୀୟ ଦିଗଟି ହେଉଛି ଏହି ଆନ୍ଦୋଳନରେ ସାମିଲ ଥିବା ବିଭିନ୍ନ ବର୍ଗର ନେତୃତ୍ୱ। ହରେକୃଷ୍ଣ ମହତାବ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ଭଳି ବରିଷ୍ଠ ନେତାମାନେ ତ ଥିଲେ, କିନ୍ତୁ ଏହି ଆନ୍ଦୋଳନକୁ ପ୍ରକୃତରେ ଅଧିକ ଶକ୍ତିଶାଳୀ କରିଥିଲା ମହିଳାମାନଙ୍କର ବ୍ୟାପକ ଅଂଶଗ୍ରହଣ। ରମାଦେବୀ ଏବଂ ମାଳତୀ ଦେବୀଙ୍କ ପରି ସାହସୀ ନେତ୍ରୀମାନେ ଯେତେବେଳେ ଆହ୍ୱାନ ଦେଲେ, ବାଲେଶ୍ୱରର ଗାଁ ଗାଁରୁ ମହିଳାମାନେ ନିଜ ଘରର ଚାରିକାନ୍ଥ ଡିଁ ବାହାରି ଆସିଥିଲେ। ଏହା କୌଣସି ସାଧାରଣ କଥା ନଥିଲା। ଏହି ଗୋଟିଏ ପଦକ୍ଷେପରେ ଏକ ସ୍ଥାନୀୟ ଆନ୍ଦୋଳନକୁ ସିଧାସଳଖ ଏକ ଜାତୀୟ ସ୍ତରର ବିପ୍ଳବରେ ପରିଣତ କରିଦେଇଥିଲା। ତୃତୀୟ ଅଧ୍ୟାୟ ଓଡ଼ିଶାର ରକ୍ତତୀର୍ଥ। 1942 ମସିହାର ଏକ ଦୁଃଖଦ ଚରମ ସୀମା। ଏଠାରୁ ଇତିହାସର ଏକ ଭାରି ଆଉ କଳା ପୃଷ୍ଠା ଆରମ୍ଭ ହେଉଛି। 1942 ମସିହାର ଭାରତ ଛାଡ଼ ଆନ୍ଦୋଳନ ବେଳକୁ ପରିସ୍ଥିତି ଏକ ରକ୍ତାକ୍ତ ସୀମାରେ ପହଞ୍ଚିଲା। 28 ସେପ୍ଟେମ୍ବର ଦିନ ଇରମ୍ ମେଲଣ ପଡ଼ିଆରେ ପ୍ରାୟ 5000ରୁ ଅଧିକ ଲୋକ ଶାନ୍ତିପୂର୍ଣ୍ଣ ଭାବରେ ଏକାଠି ହୋଇଥିଲେ। କିନ୍ତୁ ସ୍ଥାନଟିର ଭୌଗୋଳିକ ସ୍ଥିତି ଟିକେ ଚିନ୍ତା କରନ୍ତୁ। 3 ପଟୁ ନଦୀ ଏବଂ ବଙ୍ଗୋପସାଗର ଦ୍ୱାରା ଆବଦ୍ଧ। ଯେତେବେଳେ ବ୍ରିଟିଶ ପୋଲିସ ହଠାତ୍ ସେହି ନିରୀହ ଜନତାଙ୍କ ଉପରେ ଆଖିବୁଜା ଗୁଳିଚାଳନା ଆରମ୍ଭ କଲା, ସେତେବେଳେ ସେମାନଙ୍କ ପାଇଁ ଖସି ପଳାଇବାର ଗୋଟିଏ ବି ବାଟ ନଥିଲା। ସେମାନେ ପ୍ରକୃତ ଅର୍ଥରେ ଏକ ଭୟଙ୍କର ମୃତ୍ୟୁ ଯନ୍ତ୍ରରେ ଫସି ଯାଇଥିଲେ। ଆଉ ତାର ପରିଣାମ? 29 ଜଣ ନିରୀହ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ଜୀବନ ଗଲା ଏବଂ 56 ଜଣ ଗୁରୁତର ଭାବରେ ଆହତ ହେଲେ। ଏହି ସଂଖ୍ୟାଗୁଡ଼ିକୁ ଶୁଣିଲେ ହୁଏତ ଆଜି ଆମକୁ ସାଧାରଣ ଲାଗିପାରେ, କିନ୍ତୁ ଭାରତୀୟ ଇତିହାସରେ ଗୋଟିଏ ପୋଲିସ କାର୍ଯ୍ୟାନୁଷ୍ଠାନରେ ଏତେ ସଂଖ୍ୟକ ସାଧାରଣ ନାଗରିକଙ୍କର ପ୍ରାଣହାନି ଏକ ବିରଳ ଆଉ ହୃଦୟ ବିଦାରକ ଘଟଣା ଥିଲା। ଏହି ସଂଖ୍ୟା କେବଳ ପରିସଂଖ୍ୟାନ ନୁହେଁ, ଏହା ବ୍ରିଟିଶ ଶାସନର ଚରମ ବର୍ବରତାର ଏକ ଜ୍ୱଳନ୍ତ ପ୍ରମାଣ। ତେଣୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅମାନବୀୟ ହତ୍ୟାକାଣ୍ଡ କାରଣରୁ ହିଁ ଇରେମ୍କୁ ରକ୍ତତୀର୍ଥ ଏବଂ ଭାରତର ଦ୍ୱିତୀୟ ଜାଲିଆନାୱାଲାବାଗ ବୋଲି ନାମିତ କରାଗଲା। ସବୁଠାରୁ ଯନ୍ତ୍ରଣାଦାୟକ ବିଷୟ ହେଲା, ଏହି ଗୁଳିକାଣ୍ଡରେ ପରୀ ବେୱା ନାମକ ଜଣେ ଅତ୍ୟନ୍ତ ବୀର ମହିଳା ନିଜର ପ୍ରାଣବଳି ଦେଇଥିଲେ। ଆଜି ସେ ଓଡ଼ିଶାର ପ୍ରଥମ ମହିଳା ଶହୀଦ ଭାବରେ ସମ୍ମାନିତ। ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ସ୍ପଷ୍ଟ କରିଦିଏ ଯେ ସ୍ୱାଧୀନତାର ଏହି ଲଢ଼େଇ କୌଣସି ନିର୍ଦ୍ଦିଷ୍ଟ ବୟସ ବା ଲିଙ୍ଗ ଭିତରେ କେବେ ବି ସୀମିତ ନଥିଲା। ଚତୁର୍ଥ ଅଧ୍ୟାୟ ଗୀତ ଏବଂ ଖଣ୍ଡା ଅର୍ଥାତ୍ ସାଂସ୍କୃତିକ ପ୍ରତିରୋଧ।
ଏବଂ ଶାରୀରିକ ପ୍ରସ୍ତୁତି। ଆସନ୍ତୁ ଆମର ଉତ୍ସାହକୁ ପୁଣି ଫେରାଇ ଆଣିବା, କାରଣ ବାଲେଶ୍ୱରର ସଂଗ୍ରାମ କେବଳ ରକ୍ତପାତର ନଥିଲା, ଏହା ଏକ ବିଚାରଧାରାର ମଧ୍ୟ ଲଢ଼େଇ ଥିଲା। ଆସନ୍ତୁ ଆଗକୁ ବଢ଼ିବା ଏବଂ ଦେଖିବା ଏହା କିପରି ସୃଷ୍ଟି ହେଲା। କୌଣସି ବଡ଼ ବିପ୍ଳବ ହଠାତ୍ ଗୋଟିଏ ରାତିରେ ହୋଇଯାଏ ନାହିଁ, ଠିକ୍ କି ନୁହେଁ? 1912 ମସିହାରେ ଯେତେବେଳେ ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା, ତାହା ଲୋକଙ୍କ ଭିତରେ ଏକ ବୌଦ୍ଧିକ ଏବଂ ସାଂସ୍କୃତିକ ଜାଗରଣର ମୂଳଦୁଆ ପକାଇଲା। ତାପରେ 1925 ବେଳକୁ ଯୁବକମାନଙ୍କୁ ଆଖଡ଼ା ମାଧ୍ୟମରେ ଶାରୀରିକ ଭାବେ ପ୍ରସ୍ତୁତ କରାଗଲା। ଆଉ ଏହିସବୁ ଛୋଟ ଛୋଟ ପ୍ରସ୍ତୁତିର ଏକ ବିରାଟ ଫଳାଫଳ ଆମେ ଦେଖିବାକୁ ପାଇଲୁ 1930ର ଲବଣ ସତ୍ୟାଗ୍ରହ ଏବଂ 1942ର ଇରମ୍ ଭଳି ମହାନ ପ୍ରତିରୋଧରେ। ଟିକେ ଭାବନ୍ତୁ ତ, ସାହିତ୍ୟ ଏବଂ ଶାରୀରିକ ଶିକ୍ଷା କିପରି ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଅସ୍ତ୍ର ପାଲଟି ଯାଇଥିଲା। ବାଞ୍ଛାନିଧି ମହାନ୍ତିଙ୍କ ଦେଶାତ୍ମବୋଧକ ଗୀତଗୁଡ଼ିକ ଲୋକଙ୍କ ଶିରାରେ ସତେ ଯେମିତି ବିପ୍ଳବର ରକ୍ତ ଖେଳାଇ ଦେଉଥିଲା। ସେହିପରି କାନ୍ତକବିଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ସମଗ୍ର ଓଡ଼ିଆ ଜାତିକୁ ଗୋଟିଏ ସୂତାରେ ବାନ୍ଧିବାର ଯାଦୁ କରିଥିଲା। ଆଉ ଅନ୍ୟପଟେ ବ୍ରିଟିଶ ପୋଲିସର ଲାଠି ଏବଂ ବନ୍ଧୁକର ସିଧାସଳଖ ମୁକାବିଲା କରିବା ପାଇଁ ହରେକୃଷ୍ଣ ମହତାବ ଗାଁ ଗାଁରେ ଆଖଡ଼ା ସମରକଳା ଆରମ୍ଭ କଲେ। ଯୁବକମାନଙ୍କୁ ଆତ୍ମରକ୍ଷା ପାଇଁ କଠୋର ତାଲିମ ଦିଆଗଲା। ଏହା ସମ୍ପୂର୍ଣ୍ଣ ରୂପେ ଏକ ସୁଚିନ୍ତିତ ପ୍ରସ୍ତୁତି ଥିଲା। ଏବେ ଆସନ୍ତୁ ପଞ୍ଚମ ଏବଂ ଅନ୍ତିମ ଅଧ୍ୟାୟକୁ, ଏକ ଅତୁଟ ଐତିହ୍ୟ ଏବଂ ସ୍ୱାଧୀନତାର ଏକ ବିଶାଳ ସ୍ତମ୍ଭ। ବାଲେଶ୍ୱର କାହାଣୀ ଏହିଠାରେ ହିଁ ସମ୍ପୂର୍ଣ୍ଣ ହୁଏ। ଇଞ୍ଚୁଡ଼ିର ସେହି ଲୁଣମରା ପଡ଼ିଆରୁ ଆରମ୍ଭ କରି ଇରମ୍ର ସେହି ରକ୍ତଭିଜା ମାଟି ପର୍ଯ୍ୟନ୍ତ ବାଲେଶ୍ୱରର ଇତିହାସ କେବଳ ଏକ ଜିଲ୍ଲାର କାହାଣୀ ନୁହେଁ, ଏହା ହେଉଛି ଅସୀମ ତ୍ୟାଗର କାହାଣୀ। ତେବେ ଏସବୁ ପରେ ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଠେ। ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏହି ଅଦମ୍ୟ ସଂଘର୍ଷ ଏବଂ ସାଧାରଣ ଲୋକଙ୍କର ଏହି ସର୍ବୋଚ୍ଚ ବଳିଦାନ କିପରି ସମଗ୍ର ଭାରତବର୍ଷର ସ୍ୱାଧୀନତା ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାରେ ଏକ ମୁଖ୍ୟ ଭୂମିକା ନେଲା। ଛୋଟ ଛୋଟ ଗାଁରୁ ବାହାରିଥିବା ଏହି ଅଗ୍ନିସ୍ଫୁଲିଙ୍ଗ ହିଁ ତ ଶେଷରେ ଏକ ବିଶାଳ ଜାତୀୟ ଆନ୍ଦୋଳନର ଦାବାନଳ ସୃଷ୍ଟି କରିଥିଲା। ସ୍ୱାଧୀନତାର ମୂଲ୍ୟ କେତେ ଯେ ବଡ଼ ଥିଲା, ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏହି ଗଭୀର ଚିନ୍ତାଧାରା ଏବଂ ପ୍ରଶ୍ନ ସହିତ ଆମେ ଆଜିର ଏହି ବିଶ୍ଳେଷଣକୁ ସମାପ୍ତ କରୁଛୁ। ଆଶା କରୁଛି ଏହି ଐତିହାସିକ ଘଟଣାଗୁଡ଼ିକ ଆମ ସମସ୍ତଙ୍କ ଭିତରେ ଇତିହାସକୁ ନେଇ ଆହୁରି ନୂଆ କିଛି ଜାଣିବାର ଉତ୍ସାହ ସୃଷ୍ଟି କରିବ। ଧନ୍ୟବାଦ।